ମୋ ନାଁ ଏଲ୍ଏଫ୍ଏମ୍ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଗାଇସିଲାର ଫାୟାର ଷ୍ଟେସନ। ଆଜ୍ଞା ଆଜି ଯେନ୍ ଅପରେସନଟା ଥିଲା ଜଣେ ମରିଗଲେ ତାର ବିଷୟରେ ଯାହା ପରିଶ୍ରମ କରିଛନ୍ତି ସେ ବିଷୟରେ ଟିକେ କହୁନ। ସାର୍ ଇ ଯେନ୍ ଆପଣ ଯେନ୍ଟା ପଚାରିଲେ ଯେନ୍ କେସ୍ଟା ଯେନ୍ ଡ୍ରାଉନିଂ କେସ୍ଟା ଆମେ ଗତ ଦିନ ଏଇଟା ଆମେ ପାଇଥିଲୁ 4:30 ଖବରଟା ଆମର 112 କଣ୍ଟ୍ରୋଲ ରୁମ୍ ଆସିଲା ଏନ୍ତା ଆସିଲା ଡ୍ରାଉନିଂ କେସ୍ଟା ଆମେ ସାଙ୍ଗେ ସାଙ୍ଗେ ଆମର ଯେନ୍ ଉପରିସ୍ଥ ଆମର ଷ୍ଟେସନର ଇନଚାର୍ଜ ଯିଏ ଅଛନ୍ତି ସାର୍କୁ ଆଉ ଆମର ଯେନ୍ ଯେ ହେଡ୍ ଅଛନ୍ତି ଫାୟାର ଅଫିସର ତାଙ୍କୁ ଆମେ ଜଣେଇଲୁ ତାଙ୍କର ନିର୍ଦ୍ଦେଶ କ୍ରମେ ଆମେ ଗାଡ଼ି ନେଇକରି ଫାଷ୍ଟ ସେ ଜାଗାକୁ ସ୍ପଟକୁ ପହଞ୍ଚିଲୁ ଯେନ୍ତା ପହଞ୍ଚିଲୁ ଆମେ ଲୋକମାନଙ୍କୁ ପଚାରିଲୁ ଯେ ଲୋକମାନେ କହିଲେ ଯେ ଆମର ଯେନ୍ ଯେନ୍ ଅଙ୍ଗ ନଦୀ ଯେନ୍ ନଦୀଟା ଅଛେ ଯେନ୍ ବ୍ରିଜ୍ ଅଛେ ସେନେ ଗୋଟେ ୱାଟର ହେଡ଼୍ଟେ ଥିଲା ମାନେ ଯେନ୍ଟାକି ପାଣି ସପ୍ଲାଏ ହେଉଛି ଆମର ଗାଇସିଲାଟିକି ଆଉ ସେନୁ ସେ ଜମ୍ପ କରିଦେଲା ବୋଲି କହିଲେ ବୋଲେ ଜମ୍ପ ଯେନ୍ତା କରିଦେଲା ବୋଇଲେ ଆମେ ତା ପାଖେ ଜଣେ ଥିଲେ ଗୋଟେ ତାଙ୍କର ସାଙ୍ଗେ ଗାଧି ଆସିଥିଲେ ସେ କହିଲେ ସାର୍ ଆମେ ଦେଖନୁ ସେନେ ବୁଡ଼ିଗଲା ବୋଇଲେ ବୋଲେ ଆମେ ସାଙ୍ଗେ ସାଙ୍ଗେ ଆମର ଯେନ୍ ଲାଇଫ୍ ଇକ୍ୟୁପମେଣ୍ଟ ଆମର ଯାହା ଯେନ୍ ଫାୟାର ସେଫ୍ଟି ଦେଖି ଆମେ ସେନ ପ୍ରାୟ 3 ଘଣ୍ଟା ପୁରା ପାଣିରେ ରହିକିରି ବୁଡ଼ିକି ଖୋଜାଖୋଜି କଲୁ ବୋଲେ ଖୋଜାଖୋଜି ପାଇବା ସତ୍ତ୍ୱେ ଯେହେତୁ ପାଣିଟା ମାନେ ଫ୍ଲୋ ଥିଲା ସାଡ଼େ ପୁରା ଗେଟ୍ ଖୋଲା ଥିଲା ତ ସେଥିଲାଗି ଟିକେ ବହୁତ ବ୍ୟାଘାତ ହେଲା ଆଉ ଆମେ 3 ଘଣ୍ଟା ଖୋଜିଲା ପରେ ନାଇଁ ପାଇଲୁ ଯେନ୍ତା ଆମେ ଉପରସ୍ଥ ସାର୍ଙ୍କୁ ଆମେ ଜଣେଇଲୁ ସେମାନେ କହିଲେ ଯେ ରାତି ହେଇଗଲା ଆଉ କ୍ଲୋଜ୍ କରିଦିଅ କାଲି ପୁଣି ଆସିବ ବୋଲି ତ ଆଜି ଫେନା ତାଙ୍କ ପରମିସନ୍ ନେଇକି ଆମେ ସକାଳୁ ଗଲୁ ଆଉ ଖୋଜାଖୋଜି କଲୁ ଆମକୁ ଆମର ଯେନ୍ ଇ ଯେନ୍ ଉଦ୍ଧାର କାର୍ଯ୍ୟରେ ଆମର ପଦମପୁର ଫାୟାର ଷ୍ଟେସନ ଆଗଲପୁର ଫାୟାର ଷ୍ଟେସନ ବି ଥିଲେ ଆମେ ମିଳିତ ଉଦ୍ୟମରେ ଆମର ବେସେଟ୍ ଦ୍ୱାରା ବହୁତ ପରିଶ୍ରମ କରିକି ପୁରା ତାକୁ ଆମେ ଉଦ୍ଧାର କଲୁ ଆଉ ପୋଲିସକୁ ହସ୍ତାନ୍ତର କଲୁ। ଧନ୍ୟବାଦ। ମୋ ନାଁ ଷ୍ଟେସନ ଅଫିସର ବେଦ ବ୍ୟାସପି। ଦେଖନ୍ତୁ କାଲି ଆମକୁ ପାଖାପାଖି 4:30 ପାଖାପାଖି ଆମକୁ ଖବର ଆସିଲା କି ଜଣେ ନଦୀ ଆମର ନିରୋଜ ବାରିକି ବୋଲିକି ଜଣେ ଲୋକ ତାଙ୍କ ଘର ହେଉଛି ଟୁଡ଼କାମୁଣ୍ଡା ସେ ଗାଧୋଉଥିବା ସମୟରେ ଆମର ଭେରୁଆପଦର ବ୍ରିଜ୍ ପାଖ ଅଙ୍ଗ ନଦୀରେ ସେ ବୁଡ଼ି ଯାଇଛନ୍ତି। ସାଙ୍ଗେ ସାଙ୍ଗେ ଆମେ ତৎକ୍ଷଣାତ୍ ଖବର ପାଇକି ଯାଇକି ସେଠି ରେସ୍କ୍ୟୁ କାର୍ଯ୍ୟ ଆରମ୍ଭ କରିଥିଲୁ। ଦୀର୍ଘ ସମୟ ରେସ୍କ୍ୟୁ କାର୍ଯ୍ୟ କଲା ପରେ ଆମର ରାତି ହେଇଥିବାରୁ ଆମେ ରେସ୍କ୍ୟୁ କାର୍ଯ୍ୟ ବନ୍ଦ କରିଥିଲୁ ଏବଂ ପୁଣି ନେକ୍ସଟ ଡେ ଆଜି ସକାଳ 7ଟାରୁ ଆମର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୋଟେ ଟିମ୍ ପଦମପୁର ଆସିଥିଲା ଆଉ ଗୋଟେ ଟିମ୍ ଆଗଲପୁରରୁ ଆସି ଆମେ ମିଳିତ ଭାବରେ ମିଶିକି ସମସ୍ତେ ଯେଉଁ ବୁଡ଼ି ଯାଇଥିବା ଲୋକଟିକୁ ଅଣ୍ଡର ୱାଟର BSS ସାହାଯ୍ୟରେ ଖୋଜି ଆମେ ପାଇ ରେସ୍କ୍ୟୁ କରି ପୋଲିସକୁ ହସ୍ତାନ୍ତର କରିଥିଲୁ।